ସବୁବେଳେ ହୁଁ ପରସ୍ପର ମାନେ ଗୋଟିଏ ଘଟଣାର ହୁଁ ପରସ୍ପର ଲାଭ ଉଠାନ୍ତି। ହଁ ପରସ୍ପରଙ୍କ ଲାଭ ହବାଟା ହଉଛି ମଙ୍ଗଳ। ମଙ୍ଗଳ ମଙ୍ଗଳ କଣ? ଆତ୍ମତୃପ୍ତି ଆଉ ହଁ, ମଙ୍ଗଳ କଣ ନା ଯେତେବେଳେ ଉଭୟ ଲାଭବାନ ହେଉଥିବେ। ବାସ୍। ଆପଣ ଯଦି ରାସ୍ତାରେ ଚାଲିବେନି, ହୁଁ ସେ ରାସ୍ତାରେ କଣ ହବ ନା ଘାସ ଉଠିଯିବ, ମଇଳା ଜମିଯିବ। ହଁ ହଁ ତାହେଲେ କିଏ ମଇଳା ହେଇଗଲା ନା ରାସ୍ତା। ହଁ ରାସ୍ତା। ତେଣୁ ଆପଣ ଯଦି ନିୟମିତ ତା ଉପରେ ଯିବେ, ସେ ପୁରା ଚକଚକ ହେଇକି ରହିବ। ହଁ ଚକଚକ ହେଇ ରହିବ। ଉଭୟଙ୍କର ଲାଭ ହେଲା। ହଁ ଉଭୟଙ୍କର ଲାଭ ହେଲା ତେଣୁ ଏବଂ ଅନ୍ୟ ଲୋକଙ୍କର ମଙ୍ଗଳ ହେଲା ମଧ୍ୟ। ମଙ୍ଗଳ ହେଲା। ହୁଁ ସେ ଠିକ ଅଛି, ଅନ୍ୟର ମଙ୍ଗଳ ପଛ କଥା। ହଁ ହଁ ପ୍ରଥମ କଥା ତ ରାସ୍ତା ପରିଷ୍କାର ହେଇଛି। ହଁ ପ୍ରାଥା ପରିଷ୍କାର ହେଇଗଲା। କିଏ କଲା? ତାକୁ ତ କେହି ଝାଡୁ ଧରିକି କଲେନି। ନାଇଁ। ଅଭ୍ୟାସଗତ ଗୋଟିଏ ସମଭାବନାର କାର୍ଯ୍ୟକ୍ରମ ଯେତେବେଳେ ହୁଏ, ମୁଁ ରାସ୍ତାରେ ଚାଲେ କିନ୍ତୁ ମତେ ଯେ ରାସ୍ତା ଚଲାଏ, ଇଏ ହଁ କଥାଟା ମୁଁ ବୁଝିନି। ହଁ ମୁଁ ରାସ୍ତାରେ ଚାଲେ, ହଁ ଏତିକି ମୁଁ ଜାଣିଛି। ହୁଁ କିନ୍ତୁ ମୁଁ ରାସ୍ତାରେ ଚାଲେ, ମୁଁ ରାସ୍ତାରେ ଚାଲୁଛି, ହୁଁ ମୁଁ ରାସ୍ତାରେ ଚାଲିବି, ହୁଁ ୟାଠୁ ଅଧିକ ମୁଁ କିଛି ଜାଣିନି। କଣ ନା ହୁଁ ମୁଁ ରାସ୍ତାରେ ଚାଲେ, ରାସ୍ତା ବି ମତେ ଚଲାଏ। ହଁ 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 ଯଦି ଆପଣଙ୍କ ପାଦ ପରେ ଆଉ ଗୋଟେ ପାଦ ପକେଇବାକୁ ରାସ୍ତା ନାହିଁ, ହୁଁ ଆପଣ କୁଆଡେ ଚାଲିବେ? ବଣା କଣ୍ଟା। ତାହେଲେ ଆପଣ ଚାଲୁଛନ୍ତି ନା ରାସ୍ତା ଚଲଉଛି? ଆମେ ଚାଲୁଛନ୍ତି ନା ଆଉ। ନାଇଁ, ରାସ୍ତା ଚଲଉଛି। ଆପଣ ଚାଲିବେ ଯଦି ରାସ୍ତା ଟା କ୍ଲିୟର ହେଲେ ଯେ ଆମକୁ ଚଲେଇଲା ଆଉ କଣ। ହଁ, ଯଦି ଆପଣ ଚାଲୁଛନ୍ତି, ହଁ କେତେ ପାହୁଣ୍ଡ ଚାଲିବା ପରେ ହଁ ଯଦି ତା ପରେ ଆଉ ରାସ୍ତା ନାହିଁ, ହଁ ଆପଣ ଆଉ ଚାଲିପାରିବେ? ନାଇଁ। ତାହେଲେ ଯଦି ବିସ୍ତୀର୍ଣ୍ଣ ରାସ୍ତା, ହଁ ଆପଣ ଚାଲୁଛନ୍ତି 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 ଅବିଶ୍ରାନ୍ତ, ତାହେଲେ ଆପଣ ଚାଲୁଛନ୍ତି ନା ହୁଁ ରାସ୍ତା ଚଲଉଛି? ରାସ୍ତା ଚଲଉଛି। କାହିଁକି ନା ଯଦି ଆପଣ ଚାଲୁଥାନ୍ତେ, ଅଟକି ଥିଲେ କାହିଁକି? ରାସ୍ତା ସୁବିଧା ନଥିଲା। ଏବେ ତାହେଲେ ରାସ୍ତା ଚଲଉଛି। ହଁ ତାହେଲେ ମୁଁ କାହିଁକି ଏତେ ଗର୍ବ କରୁଛି ଚାଲୁଛି ବୋଲି? ହରେ କୃଷ୍ଣ। ହଁ ମୋର କାହିଁକି ସେଥିରେ ଗର୍ବ କରିବାରେ କଣ ଅଛି କହୁନାହାନ୍ତି? ହଁ ହଁ ଯଦି ମୁଁ ଚାଲୁଥାନ୍ତି, ହଁ ତାହେଲେ ତ ମୁଁ ଯେକୌଣସି ବାଟେ ପାଣିରେ, ପାହାଡରେ, ଖାଲରେ, ଖମାରେ, ମଇଳାରେ ମୁଁ ଚାଲି ପାରନ୍ତି ନା। ହଁ 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 ତାହେଲେ ମୁଁ ଚାଲୁନି, ମତେ ରାସ୍ତା ଚଲଉଛି। ଚଲଉଛି। ହଁ ହଁ ବୁଝି ହେଇଗଲା ତ? ହଁ 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 ଆପଣ ଖାଲି ପାଦ ବଢେଇଛନ୍ତି, ଚାଲି ନାହାନ୍ତି। ରାସ୍ତା ଚଲେଇ ନେଇଛି। ହଁ ଠିକ। ଆପଣ ଗୋଟେ ପାଦ ମାଟିରେ ରହିବ, ଆର ପାଦଟା ହଁ ଉଠିଲା ପରେ ପୁଣି ହଁ ମାଟିରେ ପଡିବ ତ। ମାଟିରେ ତ ପଇଲା, ପାଦଟା ଠିଆ ହେଲା ଯେମିତି ପଛ ପାଦଟା। ହଁ ଆଗରୁ ଯୋଉ ପାଦଟା ପଡିଛି, ସେ ତ ମାଟି ଉପରେ ଠିଆ ହେଇଛି, ଚାଲୁଛି କେତେବେଳେ? ନାଇଁ। ଆର ପାଦ ଦୁଟା ପଇଲେ ବି ତ ସେ ଠିଆ ହବ, ଏ ପାଦଟା କେବଳ ଉଠିବ। ହଁ ହଁ ତାହେଲେ ହଁ ସତରେ ଚାଲୁଛି କିଏ? ଯିଏ ଉଠୁନି ପଡୁନି ସିଏ ଚାଲୁଛି। ହଁ 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 ଠିକ ଯିଏ ଉଠ ଠିକ। ପଡ ହଉଛି ସିଏ ଚାଲୁନି। ହଁ 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 ତେବେ ଯିଏ ଉଠ ପଡ ହଉନି ରାସ୍ତା, ହଁ ସେ ବାସ୍ତବରେ ଆମ ପାଦକୁ ଗୋଟେ ପରେ ଗୋଟେ, ଗୋଟେ ପରେ ଗୋଟେ, ମୁଣ୍ଡେଇ ମୁଣ୍ଡେଇ ଆଗକୁ ନଉଛି। ହଁ ମୁଣ୍ଡେ ଆଚ୍ଛା, ମୁଣ୍ଡେ ହଁ ତାହେଲେ ୟାର ଆଉ ଟିକେ ଆପଣଙ୍କୁ ସ୍ପଷ୍ଟ କରିବାକୁ ହେଲେ, ଇଏ ଗୋଟେ ବଡ ଦର୍ଶନ ନା, ହଁ ଆକୁ ହଁ ଆଉ ଟିକେ ସ୍ପଷ୍ଟ ଆପଣଙ୍କ ପାଖରେ କରିବାକୁ ହେଲେ, ଆପଣ ଗୋଟିଏ କଥା ଏବେ କଳ୍ପନାକୁ ନିଅନ୍ତୁ। ଆପଣ ଗୋଟିଏ ବିଦ୍ୟାଳୟରେ ହଁ ପ୍ରାର୍ଥନା କରିବାକୁ ହଁ ଆଗରୁ ପଛ ହେଇକି ଧାଡିଏ ହବ 1000 ପିଲା ଠିଆ ହେଇଛନ୍ତି। ହଁ ବୁଝିଲେ? ହଁ ଏଇ ଯୋଉ 1000 ପିଲା ପଛକୁ ପଛ ଠିଆ ହେଇଛନ୍ତି, ହୁଁ ଯିଏ ପୂର୍ବ ଦିଗକୁ ମୁହଁ କରିଛି, ହୁଁ ତାକୁ ମୁହଁ କରିକି ଠିଆ ହେଇଛନ୍ତି ମାଷ୍ଟର। ତାହେଲେ ମାଷ୍ଟରଙ୍କ ମୁହଁ କୋଉ ଦିଗକୁ? ପିଲାଙ୍କ ଆଡକୁ। ପଶ୍ଚିମକୁ। ହଁ ପିଲାଙ୍କ ପଶ୍ଚିମ ଆଡକୁ ଯେ ପଶ୍ଚିମକୁ, ଯେହେତୁ ହଁ ପିଲା ପୂର୍ବ ଦିଗକୁ ମୁହଁ କରି ଠିଆ ହଁ ହେଇଛନ୍ତି, ହଁ ହଁ ମାଷ୍ଟର ପିଲାଙ୍କୁ ମୁଖ କରି ଠିଆ ହେଇଛନ୍ତି, ହଁ ତାହେଲେ ମାଷ୍ଟରଙ୍କର ମୁହଁ ହେଲା ପଶ୍ଚିମକୁ। ପଶ୍ଚିମକୁ। ଏତିକି ବେଳେ ମାଷ୍ଟର ଯଦି ଆରମ୍ଭ କରିବେ, କେତେ ଜଣ ପିଲା ଅଛନ୍ତି, ତାହେଲେ କୋଉଠୁ ଆରମ୍ଭ କରିବେ ଗଣିବା? ଗଣିବା ଆରମ୍ଭ ତାଙ୍କ କରିବେ ତାଙ୍କ ଡାହାଣ ପଟୁ। ନାଇଁ, ତାଙ୍କ ସାମ୍ନା ପିଲାଠୁ ଆରମ୍ଭ କରିବେ। ସାମ୍ନା ପିଲାଠୁ, ହଁ। ଧାଡି ଯା ମଝିରୁ ତା ମାନେ ନାଇଁ, ମଝିରୁ ନୁହଁ, ତାଙ୍କ ସାମ୍ନାରେ ଯିଏ ଠିଆ ହେଇଛି ମୁହାଁମୁହିଁ। ହଁ ମୁହାଁମୁହିଁ।
ଯିଏ ଠିଆ ହଁ ହେଇଛି ତାରଠୁ ଆରମ୍ଭ କରିବେ ନା ନାଇଁ ଗଣିବା? ହଁ ହେଇଟା ଗଣିବାଟା ହେଇଠୁ ଆରମ୍ଭ ହବ। ତାହେଲେ ସେ ପିଲାଟିର ସଂଖ୍ୟା କେତେ? ପିଲାଟିର ସଂଖ୍ୟା 1। ଏକ। ମାନେ ମୁଁ 10 ଜଣ ପିଲା ଠିଆ ହେଇଛନ୍ତି, ହଁ, ଆପଣ ମୋ ପାଖରେ ଠିଆ ହେଇଛନ୍ତି, ମୁଁ ଗଣିବା ଏଇପଟୁ ଆରମ୍ଭ କରିବି। ତାହେଲେ କୋଉଠୁ ଗଣିବି? ଆପଣଙ୍କଠୁ। ମୋ ପାଖକୁ ଆପଣଙ୍କ ସଂଖ୍ୟା କେତେ ହବ? 1। ଆଚ୍ଛା, ସେତିକି ବେଳେ ହଁ ପୁରା ପଛରେ ଯୋଉ ପିଲାଟି ଠିଆ ହେଇଥିବ 1000 ପିଲାମାନଙ୍କ ଭିତରେ, ସେ ପିଲାଟିର ସଂଖ୍ୟା କେତେ ହବ? ପୁରା ଲାଷ୍ଟ ପିଲାଟା 999। 999। ହଁ ଏତିକି ବେଳେ ହଁ ମାଷ୍ଟର ଅର୍ଡର ଦେବେ ଯେ ଯେତେ ପିଲାମାନେ ଆପଣ ପୂର୍ବକୁ ମୁହଁ କରି ଠିଆ ହେଇଛନ୍ତି, ହୁଁ ସମସ୍ତେ ଏକ ସଙ୍ଗରେ ହୁଁ ପଶ୍ଚିମକୁ ମୁହଁ କରନ୍ତୁ। about turn। ହଁ, ପଶ୍ଚିମକୁ ମୁହଁ କରନ୍ତୁ। ହୁଁ ସବୁ ପିଲାମାନେ ଏକା ସାଙ୍ଗରେ ସାରଙ୍କ କଥା ଅନୁଯାୟୀ ପଶ୍ଚିମକୁ ମୁହଁ କରିବେ। ହୁଁ ଏବେ ହୁଁ ଯୋଉ ସାର ସାମ୍ନା ସାମ୍ନି ହେଇଥିଲେ ଛାତ୍ରର, ତାକୁ ଗଣିବା ଆରମ୍ଭ କରିଥିଲେ ହୁଁ 1 ସଂଖ୍ୟାରୁ, ସେଇ ହୁଁ ପିଲାଟା ସେଇଠି ସାରଙ୍କୁ ମୁହଁ ନ କରି ସାରଙ୍କୁ ପଛ କରିଛି। ହୁଁ ହୁଁ ପଛ କରିଛି କି ନାଇଁ? ହୁଁ ତା ସଂଖ୍ୟା ଟା କେତେ? 999। ହଁ ଯେ ପଛ ଅଛି ଯେ ଆଗରେ ହେଇଥିଲା 999, ଏବେ ଆଗ ପଛ କରିକି ଛିଡା ହେଲା ନା ବି 999। ନା 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 ଆପଣ ଧରି ପାରୁନାହାନ୍ତି। ନାଇଁ ଯୋଉ ଧରିପାରିଲି। ମୁଁ ଆପଣଙ୍କ ସାମ୍ନାରେ ଠିଆ ହେଇଛି, ହଁ ଆପଣ ହେଲେ ର, ମୁଁ ହେଲି ମ। ହଁ ର ହେଲେ ମାଷ୍ଟର, ମ ହେଲା ଛାତ୍ର। ଛାତ୍ର। ର ଯେତେବେଳେ ମ ଠୁ ଗଣିବା ଆରମ୍ଭ କରିବ, 1000 ପିଲା ଠିଆ ହେଇଛନ୍ତି, ସଂଖ୍ୟା ହଁ 1000, ହଁ 1000 ଅଛନ୍ତି କି ନାଇଁ ବୋଲି ତ ଗଣିବେ ନା ସାରେ। ହଁ 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 ର ପିଲାଟା ଯେତେବେଳେ ମ ପିଲାଠୁ ଗଣିବେ ହୁଁ 1। 1, ହଁ ଏବଂ ଶେଷରେ କଣ ପଡିବ ନା ଏଇଟା ଯଦି 1 ହେଲା, ଶେଷ ପିଲାଟା ହବ 1000। ହଁ 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 ଶେଷ ପିଲାଟା ହବ 1000, ହଁ କିନ୍ତୁ ଏଇ ପିଲାକୁ ଛାଡିକିରି ହଁ ଶେଷ ପିଲାଟା କେତେ ହବ? 999। ହଁ 999। ଶେଷ ପିଲାକୁ ଛାଡିକି କେତେ ହବ? 999। ହଁ ହଁ ସେତିକି ବେଳେ ହଁ ସାର୍ କହିବେ, ପୂର୍ବ ଦିଗକୁ ମୁହଁ କରିଥିବା ବା ମତେ ମୁହଁ କରି ଠିଆ ହେଇଥିବା ପିଲାମାନେ ଏବେ ହଁ ସବୁ ପଶ୍ଚିମକୁ ମୁହଁ କରିଦିଅ। ହଁ ତାହେଲେ ଯୋଉ ପିଲାଟାକୁ ସାର୍ 1 ବୋଲି ଗଣିଥିଲେ, ସେ ହୁଁ ପିଲାଟାର ସଂଖ୍ୟା କେତେ ହବ? 999। କାରଣ 999 ହେଇଥିବା ବା 1000 ହେଇଥିବା ପିଲାଟା ହଁ ବା 999 ହେଇଥିବା ପିଲାଟା ବର୍ତ୍ତମାନ ହଁ 1 ହେଇଗଲା, ହଁ 1 ହେଇଗଲା। ଯେହେତୁ ହଁ ମୁହଁ ଟା କେବଳ ବୁଲିଗଲା। ହଁ ତାହେଲେ ହଁ 999 କୁ ବୁଲେଇବାକୁ 1 ହଁ କୁ ନବାକୁ କେତେ ସେକେଣ୍ଡ ଲାଗିଲା? ମୁହୂର୍ତ୍ତେ। ଯୋଉ ପିଲାଟି 1 ନମ୍ବର ହେଇଥିଲା, ମାଷ୍ଟରଙ୍କ ମୁହଁକୁ ଅନେଇଥିଲା ବୋଲି, ସେ ହୁଁ ମାଷ୍ଟରକୁ ପଛ କରିବାରୁ କେତେ ନମ୍ବର ହେଲା? 999। 999। ତାହେଲେ 1 ନମ୍ବରକୁ ହେଲେ, 1 ନମ୍ବର ହବାକୁ ହେଲେ କାହାକୁ ମୁହଁ କରିବାକୁ ହବ? ଗୁରୁଙ୍କୁ ବା ଗୁରୁଙ୍କୁ। ହଁ ହଁ ମାଷ୍ଟରକୁ, ହଁ 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 ମାଷ୍ଟରକୁ ବା ହଁ ଗୁରୁକୁ, ହଁ ଏୟା ନା ନାଇଁ? ହଁ 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 ମାଷ୍ଟରକୁ ପଛ କରିବାରୁ କେତେ ହେଲା? 999। ତାମାନେ 999। 999 ଜଣଙ୍କ ପଛରେ ଇଏ ଠିଆ ହବ, ବା 998 ପିଲାଙ୍କ ପଛରେ ଇଏ ଠିଆ ହବ। ହୁଁ ହୁଁ ଏଇ ପିଲାଟା 1 ନମ୍ବର ହେଇଥିଲା, ହୁଁ କାହିଁକି ହେଇଥିଲା? ତାକୁ ପ୍ରଥମେ ପଚରା ହେଇଥିଲା ନା ସିରିଆଲ 1। ନା, ଉତ୍ତରଟା ହଉଛି ଏ ପିଲାଟା ମାଷ୍ଟରଙ୍କୁ ବା ଗୁରୁଙ୍କୁ ମୁହଁ କରି ଠିଆ ହେଇଥିଲା। ଓହୋ ହଁ 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 ଗୁରୁମୁହାଁ। ହଁ ଗୁରୁ ମୁହାଁ ହେଇଥିଲା। ଆପଣ ଗୁରୁମୁହାଁ ହେଲେ 1 ନମ୍ବର ହେବେ ନା, ଆଉ ନହେଲେ 99 ହେଇକି ଥାନ୍ତୁ। ହରେ କୃଷ୍ଣ। ହଁ ମୋ କଥାଟା ବୁଝିଲେ ତ? ହଁ ବୁଝିଗଲା। ତେଣୁ ଈଶ୍ୱରଙ୍କୁ ମୁହଁ କରି ଆପଣ ଠିଆ ହେଲେ, ଆପଣ ସବୁବେଳେ 1 ନମ୍ବର। ଈଶ୍ୱରଙ୍କୁ ଯଦି ପଛ କଲେ, ଆପଣ ଶେଷ ନମ୍ବର, ଅଙ୍କର ଶେଷ। 99। ଆପଣଙ୍କୁ ଖୋଜୁଛି କିଏ? ହଁ ଆପଣଙ୍କୁ କିଏ ଏତେ ବାଟ କିଏ ଯାଉଛି ଆପଣଙ୍କ ପାଖକୁ? ନା। ତାହେଲେ ଗୁରୁଙ୍କୁ ବା ଈଶ୍ୱରଙ୍କୁ ମୁହଁ କରନ୍ତୁ। ଆକୁ କହନ୍ତି ଈଶ୍ୱର ଆଭିମୁଖୀ ବା ଈଶ୍ୱରାଭିମୁଖୀ ଈଶ୍ୱରାଭିମୁଖୀ ସାଧନା। ସାଧନା। ଈଶ୍ୱରଙ୍କୁ ପଛ କରିବା ସାଧନା ନୁହେଁ। ହଁ ତାହେଲେ ଈଶ୍ୱର କିଏ?
ନା ଯାହା ସତ୍ୟ, ଯାହା ନିତ୍ୟ, ଯାହା ସତ୍ୟ। ଚିରନ୍ତନ। ହଁ ହଁ ତାହେଲେ ଚିରନ୍ତନ, ସତ୍ୟ, ନିତ୍ୟ, ଅକ୍ଷୟ, ହଁ ଅଖଣ୍ଡ, ହଁ ଅବ୍ୟୟ ହଁ ସେ କିଏ? ନା ସେ ହଉଛନ୍ତି ଭଗବାନ। ଭଗବାନ। ଆଚ୍ଛା, ମିଥ୍ୟା, ଅନିତ୍ୟ, ଅସତ୍ୟ, ମାୟା ଇଏ କିଏ? ନା ପଦାର୍ଥ। ହଁ ପଦାର୍ଥ। ତାହେଲେ ମଣିଷ କାହାକୁ ମୋହ କରିଛି? ପଦାର୍ଥକୁ। 999 ହେଇକି ଥାଉ। ହଁ ହଁ ଆଉ ଯିଏ ସତ୍ୟକୁ ମୋହ କରିବ ସେ ତ 1 ନମ୍ବର ହେଇକି ରହିବ ଆଉ, ହଁ ହଁ ଏକ ନମ୍ବର। ନୁହଁ କି? ହଁ 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 ଏ କଥା ତ ସରିଲା, ଏତେ କଥା କଣ? ହଁ କଥା ତ ସରିଲା। ହୁଁ। ଆପଣ ପରୀକ୍ଷା ବୁଝେଇ ପାରିବ କିଏ? ନା ମୁଁ କିଛି ବୁଝଉନି, ଆପଣ ପୁଣି ବୁଝିବା ଦରକାର। ପିଇଲା ବେଳକୁ ହଉଛି ପିଇ ଦେଲା ପରିକା କଥାଟା ଟିକେ ଥରେ ଯୋଉଟା ବୁଝିଗଲେ ଜଣେ, ଉଲ୍ଲଙ୍ଘିତ ହଉଛି ଆପଣ ଠେକଟା ଛଡେଇ ଦଉଛନ୍ତି ଆଉ। ହଁ ଜଣେ ହୁଁ ଥରେ ବୁଝିଗଲେ ଯେମିତି ଆଉ ତାକୁ ବୁଝିବାକୁ ପଡିବ ନାହିଁ, ହୁଁ ସେମିତି ଆଉ ସେଇପରି କଣ? ସେଇପରି ବୁଝିବା କଥା ନା ଆଉ। ହଁ 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 ଆଉ କଣ ଗୁରୁ ଗୋଟିଏ କଥାକୁ ରିପିଟି କଲେ ଦ୍ୱିତୀୟ କ୍ଲାସକୁ ଆପଣ ପ୍ରଥମରୁ ଯିବେ କେମିତି? ନା ତାହେଲେ ହବନି। ଆପଣଙ୍କୁ ପ୍ରଥମ କ୍ଲାସକୁ ଅତିକ୍ରମ କରିବାକୁ ହେଲେ ମାଡି ଚାଲିବାକୁ ପଡିବ। ଗୁରୁ ଯାହା କହୁଛନ୍ତି ତାକୁ ମନେ ରଖିବାକୁ ହବ। ହଁ ହଁ ମନେ ରଖିବାକୁ। ଯିଏ ଗୁରୁ ତାର ପ୍ରଥମ କାମ ହେଲା ଶିଷ୍ୟର ସେବକ ହବା। ସେ ହଁ ଶିଷ୍ୟର ମାଲିକ ହେଇଯିବାରୁ ଛାତ୍ରଟା ବା ଶିଷ୍ୟଟା ହଁ ବିକଳାଙ୍ଗ ହଉଛି। ହଁ ବିକଳାଙ୍ଗ ହଉଛି। ଗୁରୁଟା ଯଦି ମାଲିକ ହେଇଯିବ ହୁଁ ଶିଷ୍ୟର, ସିଏ ହୁଁ କହ ମତେ ଚୋଦ୍ଧ କରେ। ଆରେ ଯଦି ହୁଁ 5 ବର୍ଷିଆ ପିଲାଟା 50 ବର୍ଷିଆ ଲୋକଟାକୁ ଚୋଦ୍ଧ କରିବ, ସେ ମରିଗଲା, ବିକଳାଙ୍ଗ ହେଇଯିବ। ହଁ କଥା ବୁଝୁଛନ୍ତି? ହଁ ତାହେଲେ ଗୁରୁର କାମ କଣ? ଶିଷ୍ୟକୁ ସେବା ଦବା, ଚନ୍ଦ କରିକି ବୁଲିବା। ହଁ ସେବା ଦବା। ବର୍ତ୍ତମାନ ସମାଜ କଣ କରିଛି ନା ହୁଁ ଶିଷ୍ୟ ମାନଙ୍କ କାନ୍ଧରେ ଗୁରୁ ଚନ୍ଦ ହେଇକି ବୁଲୁଛନ୍ତି। ହଁ 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 ତେଣୁ ଗୁରୁ ନାହାନ୍ତି କି ଶିଷ୍ୟ ନାହାନ୍ତି। ହୁଁ ଗୁରୁ ଶିଷ୍ୟ ପରମ୍ପରା ରହିଲେ ହୁଁ ଜଣେ ଗୁରୁ ଯଦି ହୁଁ ସଦଗୁରୁ ପ୍ରାପ୍ତ ହୁଏ, ତାର ହୁଁ ଏଇ ଜନ୍ମର ମୁକ୍ତି ନୁହେଁ, ପୂର୍ବ 7 ଜନ୍ମ ଏବଂ ଆଗାମୀ 7 ଜନ୍ମ ପଥ ପରିଷ୍କାର। ହରେ କୃଷ୍ଣ ପ୍ରଭୁ, ଆମର ଏ ଭାଗ୍ୟ ଅଛି। ହେ ପ୍ରଭୁ ଜାଣିଥିବେ, ପ୍ରଭୁ। ଯଦି ତପସ୍ୟା ଥିବ, କାହିଁକି ହଁ ନା ପୂର୍ବ ଅର୍ଜିତ କର୍ମ ଫଳେ, ପୂର୍ବ ଅର୍ଜିତ କର୍ମ ଫଳେ, ଯାଚି ମୁଁ ଦେଉଥାଏ ବଳେ, ପୂର୍ବ ଅର୍ଜିତ କର୍ମ ଫଳେ। ଯଦି ପୂର୍ବର ଅର୍ଜନ ଥିବ, ହଁ କର୍ମ ସେଇଭଳି କରାହେଇଥିବ, ଏଇ ଦିଗରେ ଯିବା ପାଇଁ, ତପସ୍ୟା ଏଇ ଦିଗରୁ ପାଇବା ପାଇଁ ଯଦି ହେଇଥିବ, ତାହେଲେ ନିଶ୍ଚୟ ମିଳିବ। ସେ ତ ହରେ କହିଛନ୍ତି କୃଷ୍ଣ ଯାଚିକି ଦେବେ, ସେ ତ ହରେ କହିଛନ୍ତି କୃଷ୍ଣ ଜାତିକି ଦେବେ, କାହିଁକି ଦେବେନି? ଦେବେ କାହିଁକି ହଁ କାହିଁକି ଦେବେନି? ହଁ ସେ କଣ ଅବିଚାର ଟା ନାହିଁ ନା ସେଠି, ହଁ ସାନ ହଁ ବଡ ନାହିଁ, ହଁ ଲାଭ କ୍ଷତି ନାହିଁ, ହଁ ପାପ ପୁଣ୍ୟ ନାହିଁ, ହଁ ଭଲ ମନ୍ଦ ନାହିଁ, ହଁ କିଛି ତ ନାହିଁ ନା, ବିଚାର ନାହିଁ। ହୁଁ ସେଠି ପାତର ଅନ୍ତର କାହିଁକି ରହିବ? କାହିଁକି ଦିଆଯାଉନି? ହଁ ଯିଏ ଯୋଉ ଦ୍ରବ୍ୟର ମାଲିକ, ତାକୁ ସେ ଦ୍ରବ୍ୟର ଚାବିକାଠି ଦେଇ ଦିଆଯାଏ। ହରେ କୃଷ୍ଣ ହରେ କୃଷ୍ଣ। ତେଣୁ ଏଥିରେ ଆମେ ତ ଗୁରୁ ତ ବୁଝିଗଲେ, ଦ୍ରବ୍ୟଟା ହଉଛି ମାୟା। ତେଣୁ ସେ ହଁ ଦ୍ରବ୍ୟ ପଛରେ ନାହାନ୍ତି। ହଁ ଯୋଉ ଗୁରୁ ଦ୍ରବ୍ୟ ପଛରେ ନାହିଁ, ହୁଁ ସେ ସିନା ଗୁରୁ ହବ। ଯିଏ ହୁଁ ଦ୍ରବ୍ୟ ପଛରେ ରହିବ, ସେ ଗୁରୁ କେମିତି ହବ? ନା ତେଣୁ ଦ୍ରବ୍ୟଟା ମାୟା, ନିଜେ ତ ଗୁରୁ ବୁଝିନି ଆଉ ସେ ବୁଝେଇବ କାହାକୁ? ହଁ ଯୋଉ ଗୁରୁ ସେ ଦ୍ରବ୍ୟ ପଛରେ ଅଛି, ହଁ ଯୋଉ ଗୁରୁ ଗୋଟେ ବୃହତ୍ତମ ଆଶ୍ରମ ପଛରେ ଅଛି, ସେ ତ ହଁ ଆଶ୍ରମ ଆଜି ବାଡ ଭାଙ୍ଗିଗଲା, ଆଜି ଗୋଟେ ଘର ପାଉନି, ଅତିଥି ବଢିଲେଣି, ଆଉ ଗୋଟେ ବଖରା ଦରକାର ହବ, ଗୋଟେ ଦିଅଁ ବସିଥିଲା, 5 ଜଣ କହିଲେଣି, କଣ ଖାଲି କଣ ଜଗନ୍ନାଥ ମନ୍ଦିର ହୁଏ, ଲକ୍ଷ୍ମୀଙ୍କ ମନ୍ଦିର ହବ ନା ଆଉ। ହରେ କୃଷ୍ଣ ସେଠୁ ଆଉ ଜଣେ ଆସିକି ଲକ୍ଷ୍ମୀ କହିବ, ମାରିଲା। ସେଠୁ ଆଉ ଜଣେ ଆସିକି କହିବ, ବାବା ସବୁ ହେଲା ଯେ, ଆଉ ଲକ୍ଷ୍ମୀ ନାରାୟଣ ରହିଲେ, କୃଷ୍ଣ ପ୍ରଭୁ ଜଗନ୍ନାଥ ରହିଲେ, ଲକ୍ଷ୍ମୀ ରହିଲେ, ହୁଁ କିନ୍ତୁ ବିମଳା ନ ରହିଲେ ତାଙ୍କ ମା କଣ ହବ ନା କଣ? ସେଠୁ ଆଉ ଜଣେ ଆସିକି କହିବ, ଦେଖନ୍ତୁ ଇଏ ଅଗ୍ନେଶ୍ଵର ଯଦି ନ ରହିବେ, ମହାପ୍ରସାଦରେ ଯୋଉ ହଉଛି ସେ ତ ସିଦ୍ଧ ହବନି, ତେଣୁ ଅଗ୍ନେଶ୍ଵର ମହାଦେବଙ୍କୁ ରଖିବାକୁ ପଡିବ, ସେଠୁ ରହିବେ। ସେଠୁ କପାଳ ମୋଚନ ରହିବେ, ସେଠୁ ଚଣ୍ଡେଶ୍ଵର ରହିବେ, ସେଠୁ ବଟ ଗଣେଶ ରହିବେ, ସେଠୁ 32ଟା ହନୁମାନ କାନ ପତା ଠାରୁ ଆରମ୍ଭ କରି ସମସ୍ତେ ରହିବେ, ସେଠୁ ଗରୁଡ ରହିବେ, ସବୁ ରହୁ ରହୁ
ରହୁ ରହୁ ଗୁରୁ ନିଜେ ତା ଭିତରେ ହଜି ଯାଇଥିବେ, ଶିଷ୍ୟ ଖୋଜୁଥିବେ ଗୁରୁ କୋଉ ମୂର୍ଚ୍ଛନଙ୍କ ପାଖେ ପଶିଛନ୍ତି। ଶିଷ୍ୟ ତ ଗୁରୁକୁ ଖୋଜିବ, ଖୋଜି ଖୋଜି ଜୀବନ ଯିବ, ଆଉ ସେ ମୁକ୍ତି କେତେବେଳେ ହବ ଯେ? ନା। ଯଦି ପ୍ରତ୍ୟେକ ଜଗନ୍ନାଥ ମନ୍ଦିରର ପ୍ରତ୍ୟେକ ସ୍ଥାନ ଗୁରୁ ହେଇଯିବେ, ଶିଷ୍ୟକୁ ଖୋଜିବାକୁ ପଡିବ କି? ନା। ତାହେଲେ ଭଗବାନ କଣ କହିଛନ୍ତି? କାଷ୍ଠ ପାଷାଣ ତରୁ ତୃଣ ସକଳ ଦେହେ ନାରାୟଣ। ଆପଣ ଜଗନ୍ନାଥ ମନ୍ଦିର ବୁଲିକିରି ଜଣେ ଯଦି ଗୁରୁ ଥବ, କେତେବେଳେ କପାଳ ମୋଚନଙ୍କ ପାଖରେ ଅଛନ୍ତି କି, ଚଣ୍ଡେଶ୍ୱରଙ୍କ ପାଖରେ ଅଛନ୍ତି କି, ବିମଳାଙ୍କ ମନ୍ଦିରରେ ଅଛନ୍ତି କି, କାନପତା ହନୁମାନ ପାଖରେ ବସିଛନ୍ତି କି, ଲକ୍ଷ୍ମୀ ମନ୍ଦିରରେ ବସିଛନ୍ତି, ଇଏ ଖୋଜୁ ଖୋଜୁ ତା ମାନେ ସଞ୍ଜ ହେଇଯିବ। ଯଦି ସଞ୍ଜ ହେଇଗଲା ଏ ଜନ୍ମଟା ତାର ପଳେଇବ। କିନ୍ତୁ ଯଦି ସେ ଯୋଉଠି ପାଦ ପକେଇବ ସେଠି ଗୋଟେ ଗୁରୁ ଥବ, ତାହେଲେ ସେ ଖୋଜିବନି, ମୁକ୍ତି ହେଇଯିବ। ନା। ଭାଗବତର ପୁରା ଏଇ ଗୋଟିଏ ଲାଇନ ରେ ମୁକ୍ତି ହେଇକି ଯିବେ ଆପଣ, ଆଉ ଅଧିକ ଆଗକୁ କାହିଁକି ଯିବେ, ପଢିବେ କାହିଁ, ଏତେ ପଢିବେ ପାଖରେ ଯୋଉ ମାଛ ହେଳା ହେଳା ହଉଥିବ ସେ ବଞ୍ଚିଯିବ ଆଉ ଗଲା। ଆଉ କଣ, ସେ ତ ସେଇଠି ଯୋଉଠି ଦେଖିଲା କାଷ୍ଠ ପାଷାଣ ତରୁତୃଣ ସକଳ ଦେହେ ନାରାୟଣ, ମୁଁ ଯୋଉଠି ବସିଛି, ଯାହାକୁ ଧରିଛି, ଯାହାକୁ ପାଇଛି, ଯାହାକୁ ଶୁଣୁଛି, ସେ ତ ଗୁରୁ ଖେଳ ଶେଷ। ତେଣୁ ସମନ୍ଦର ଶ୍ରୀ ଯେଉଁ ନର ତପାଦେ କୋଟି ନମସ୍କାର, ସମନ୍ଦର ଶ୍ରୀ ଯେଉଁ ନର। ସମଦର୍ଶନ କାହାକୁ କହନ୍ତି? ଯିଏ କେବଳ ସବୁଠି ବ୍ରହ୍ମକୁ ଦର୍ଶନ କରେ, ଆତ୍ମାକୁ ଦର୍ଶନ କରେ। ତା ପାଖରେ କଳା ନାହିଁ କି ଗୋରା ନାହିଁ, ତା ପାଖରେ ଧନୀ ନାହିଁ କି ଗରିବ ନାହିଁ, ତା ପାଖରେ ରୋଗୀ ବୈରାଗୀ ନାହିଁ, ମୂର୍ଖ ପଣ୍ଡିତ ନାହିଁ, ଗୁରୁ ଶିଷ୍ୟ ନାହିଁ, ଭକ୍ତ ଭଗବାନ ନାହିଁ, ଲାଭ କ୍ଷତି ନାହିଁ, ନିନ୍ଦା ପ୍ରଶଂସା ନାହିଁ, କିଛି ନାହିଁ, କିଛି ନାହିଁ, ଶୂନ୍ୟ। ସେ ସବୁଠି ତ ଜଣକୁ ଦେଖୁଛି, କାହାକୁ କଣ କହିବ? ବାସ୍, ସବୁଠି ଜଣକୁ ଦେଖୁଛି। ଜଗତ ବ୍ରହ୍ମ ଆଉ ଜଗତ ବ୍ରହ୍ମମୟ। ଏତିକି ତ କଥା। ଏତିକି କଥା ପାଇଁ ଏତେ କଣ ଅଡୁଆ ଚାଲିଛି? ଏତେ ଆଶ୍ରମ, ଏତେ ଗାଈ, ଏତେ ଯଜ୍ଞ ମଣ୍ଡପ, ସେ ଧ୍ୟାନ ମଣ୍ଡପ, ମନ୍ଦିର, କଣ ପାଇଁ ଏତେ କଥା? ନା। ଆପଣଙ୍କର ଲକ୍ଷ୍ୟଟି କଣ? ପ୍ରଥମେ ଆପଣ ଆପଣଙ୍କର ଲକ୍ଷ୍ୟକୁ ନିର୍ଦ୍ଦିଷ୍ଟ ଏବଂ ସ୍ପଷ୍ଟ କରନ୍ତୁ ଯେ ମୁଁ ଏଇ ଦିଗରେ ଯାତ୍ରା କରିବି। ସେ ଦିଗଟି କଣ? ମୁକ୍ତି। ବାସ୍, ଶେଷ ପର୍ଯ୍ୟନ୍ତ ମୁକ୍ତିର ଅଭିଳାଷ ରହିବୁ। ପୁଣି ଆପଣଙ୍କର ଉଦ୍ଦେଶ୍ୟ କଣ? କଣ ପାଇଁ ଏତେ ରାସ୍ତା ଚାଲିବେ କହୁଛନ୍ତି? ନା, ମୁଁ ଧନୀ ହେବି, ହୁଅନ୍ତୁ। ମୁଁ ଜ୍ଞାନୀ ହେବି, ହୁଅନ୍ତୁ। ମୁଁ ପଣ୍ଡିତ ହେବି, ହୁଅନ୍ତୁ। ମୁଁ ଦଶରତ୍ନଙ୍କର ହେବି, ହୁଅନ୍ତୁ। ମୁଁ ବାଲ୍ମୀକି ହେବି, ହୁଅନ୍ତୁ। କୋଉଠି ତ ମନା କରାହେଇନି କାହାକୁ। ଦଶରତ୍ନଙ୍କର ଦଶୁ ଯେତେବେଳେ ହେଲା ତାକୁ କେହି ମନା କରିନାହାନ୍ତି, ଯେତେବେଳେ ବାଲ୍ମୀକି ହେଲା ସେତେବେଳେ ବି କେହି ଅଟକେଇ ପାରିନାହାନ୍ତି। ନା। ଏତେ ବ୍ୟସ୍ତ କାହିଁକି? ଲକ୍ଷ୍ୟଟା ଆଗେ ସ୍ପଷ୍ଟ କରୁନାହାନ୍ତି। ଆପଣଙ୍କର ଲକ୍ଷ୍ୟ କଣ ସେଇଟା ସ୍ପଷ୍ଟ କରନ୍ତୁ। ଯଦି ସ୍ପଷ୍ଟ କଲେ ଯେ ମୋର ଲକ୍ଷ୍ୟ ହଉଛି ମୁକ୍ତି, ସେ ଦିଗରେ କାମ ହବ। ଆପଣ ବନ୍ଦୀ କୋଉଥିରେ ଆଗେ ଖୋଜିବା ସେଇଟାକୁ। ଆପଣ ଚୋରି କରିକିରି ବନ୍ଦୀ, ରେପ୍ କରିକିରି ବନ୍ଦୀ, କି କମେଣ୍ଟ ମାରିକିରି ବନ୍ଦୀ, କଣ ପାଇଁ ଆପଣ ବନ୍ଦୀ? ସେଇ ହେଲା କଥାରେ ବାବା। ଯଦି ଯୋଉଥିପାଇଁ ଆପଣ ବନ୍ଦୀ ସେ ଚିହ୍ନଟ ହେଇଗଲା, ଯଦି ବଥ ତାକୁ ଦିଆହବ ଔଷଧ, ଯଦି କୁଣ୍ଡିଆଣି ତାକୁ ଦିଆହବ ଅଲଗା ଔଷଧ। ତେଣୁ ଆପଣ ପ୍ରଥମେ କୋଉଥିରେ ବନ୍ଦୀ, ମୁକ୍ତି ଖୋଜୁଛନ୍ତି ଯେ ବନ୍ଦୀ କୋଉଥିରେ? ଯଦି ବନ୍ଦୀଟା ଚିହ୍ନଟ ହେଇଯିବ, ଔଷଧଟା ମିଳିଗଲା, ହେଲା ଆପଣ ମୁକ୍ତି ହେଇଗଲା। ଏତେ କଣ କାହିଁକି ଆଶ୍ରମ ହବ, ସେ ସାପ ରହିବ, ବେଙ୍ଗ ରହିବ, ପାତି ମାଙ୍କଡ ରହିବ। ହେ ବନ୍ଦୀଟା ଆମେ ସ୍ପଷ୍ଟ କିରି ଲମ୍ବିଲମ ହେଇକିରି ଜିଗଜାଗ ହେଇଯାଉଛନ୍ତି। ଆଗେ ବନ୍ଦୀଟା ନିର୍ଦ୍ଦିଷ୍ଟ ହେଇଯାଉ, ତା ମାନେ ଆମେ ଅନ୍ଧାରି ଘରେ ଖାଲି ଦୁଷ୍ମା ହଉଛନ୍ତି ଅଯଥାରେ। ତେଣୁ ଲକ୍ଷ୍ୟଟି ଯେତେବେଳେ ଆପଣଙ୍କର, ଆମ ଲକ୍ଷ୍ୟଟା ତ ଠିକ ଆସୁନି। ଆପଣଙ୍କ ଲକ୍ଷ୍ୟଟା ଯଦି ସ୍ଥିର ହେଇଯିବ, ତା ପାଇଁ ସ୍ୱତନ୍ତ୍ର ରାସ୍ତା ଅଛି। ସେ ରାସ୍ତା ଆପଣଙ୍କୁ ଦେଖେଇ ଦିଆହବ। ଆପଣ ଯାହା ହବାକୁ ଚାହିଁବେ, ଆପଣଙ୍କ ଇଚ୍ଛା ଯାହା, ଆପଣ ଯାହା ହବାକୁ ଚାହିଁବେ ପ୍ରଭୁ ତାହା ଦେବେ। କାରଣ ସେଇଟା ସେ ସଂକଳ୍ପ କରିକି କହିଛନ୍ତି ଭଗବାନ ଶ୍ରୀମତ୍ ଭଗବତ ଗୀତାରେ, ଯେ ଯଥା ପ୍ରପଜନ୍ତେ ତଦାମି ଭଜାମ୍ୟହମ୍। ଯେ ଯଥା ପ୍ରପଜନ୍ତେ ତଦାମି ଭଜାମ୍ୟହମ୍। ଯେ ଯାହା ମାଗିବ ତାକୁ ମୁଁ ତାହା ଦେବି। ବାସ୍, ମୁଠା ହୁକୁମ ସରିଲା। ଆଜି ମୋ ବସ୍ତ୍ରରେ, ଏବେ ଆପଣଙ୍କ ସାଙ୍ଗେ ଯେତେବେଳେ ଫୋନ ଲାଗିଲା ସେତିକି ବେଳେ ମୁଁ ଟିକେ ଯୋଉ ଡିଷ୍ଟର୍ବ ହେଲି, ତାର କାରଣ ହଉଛି ଗୋଟିଏ, ମୁଁ ତ ଜଙ୍ଗଲ ଭିତରକୁ ଆଜି ତପସ୍ୟା କରି ଯାଇଥିଲି। ମୋର ଲକ୍ଷ୍ୟ ନାହିଁ, ସେ ମାନେ ଶିଷ୍ୟ ମାନଙ୍କୁ ନେଇକି ଯାଇଥିଲି ଜଙ୍ଗଲଟା। ତେଣୁ ସେ ଜଙ୍ଗଲ ଭିତରେ କେତେବେଳେ ଗୋଟେ ସଂବାଳୁଆ ପୋକ
ମୋ ଲୁଗାରେ ଆସିଛି, ବର୍ତ୍ତମାନ ସେ ମୋର ପିଚାଠୁ ଜଙ୍ଘ ପର୍ଯ୍ୟନ୍ତ ବୋଳି ହେଇକିରି ସେ ଟିକେ କୁଣ୍ଡେଇ ମୁଣ୍ଡେଇ ହଉଛି। ମୋର ମୁଁ ବ୍ୟସ୍ତ ହବାର ନାହିଁ, ତା କୁଣ୍ଡଉଛି, କିନ୍ତୁ ମୋର ମୁଁ ବ୍ୟସ୍ତ ହବାର ନାହିଁ, ତାକୁ ଔଷଧ ଲଗାଉଛି, କୁଣ୍ଡଉଛି, ତା ବିଷୟରେ ଇଏ କରୁଛି। ଏବଂ କଥାଟା ଫାଇନାଲ ହେଇଯାଇଛି ଏଇଆ ଯେ ସେ ଦେହରେ ତା କାମ ସେ କରୁଛି, ସେଟା ଥିଲା ଘଟିବାର, ସେଟା ଘଟିଛି, ତା ପାଇଁ କିଛି ବ୍ୟସ୍ତ ହବା ଦରକାର ନାହିଁ। ସେ କଣ ରହିବ ନା କଣ? ସେ କଣ ରହିବ ନା କଣ? ରହିବ କି? ସେ କଣ ଚିରସ୍ଥାୟୀ କି? ଚିରସ୍ଥାୟୀ ଭଗବାନ, ତାଙ୍କ ସାଙ୍ଗରେ ମୁଁ ଅଛି, ରହିବି। ତାର ସେ ଆଜି ଯିବ, ନଗଲେ ନା ଯିବ, ସେ କଥା ସିଏ ବୁଝାବୁଝି, ମୁଁ କିନ୍ତୁ ବ୍ୟସ୍ତ। ଆପଣ କଣ କରିପାରିବେ କି? ନା। ଆଚ୍ଛା, ଆପଣ କେମିତି ଭାବୁଛନ୍ତି ଆଖୁଟା ମିଠା ଲାଗୁଛି, ଆପଣ ଦାନ୍ତେଇ ଦେବାକୁ ଇଚ୍ଛା ହଉଛି, ଭାଲୁଟା କାହିଁକି ଖାଇବନି? ଓ ସେ ଭାଲୁଟା ବୋଲି ସେ ଖାଇବନି, ନାଇଁ? କାହିଁକି ଖାଇବନି? ସେ ତ ଖାଇବ ଆଉ। ଆଚ୍ଛା, ଆପଣଙ୍କୁ ମିଠା ଲାଗିଲା, ତାକୁ କଣ ପିଠା ଲାଗିବ କି? ନାଇଁ। ତାହେଲେ ଆପଣଙ୍କୁ ଯଦି ଆପଣଙ୍କର ଶିଷ୍ୟ ଭଲ ପାଇଲା, ଝିଅ ଭଲ ପାଇଲା, ବାପା ଭଲ ପାଇଲା, ପୁଅ ଭଲ ପାଇଲା, ପିମ୍ପୁଡିଟା ଟିକେ ଭଲ ପାଉ, ସବୁବେଳେ ଟିକେ ଭଲ ପାଉ, ମାଙ୍କୁଡିଟା ଟିକେ ଭଲ ପାଉ, ଜରୁଟା ଟିକେ ଭଲ ପାଉ, ଆପଣଙ୍କୁ ସମସ୍ତେ ଭଲ ପାଇଲେ ହେବ ନା? ଆପଣ ଏକ ତରଫ ଜଣେ ଖାଲି ଆପଣଙ୍କ ପ୍ରେମିକା ଆପଣଙ୍କୁ ଭଲ ପାଇବ, ଆପଣଙ୍କ ପ୍ରେମିକା ଆପଣଙ୍କୁ ଖାଲି ଭଲ ପାଇବ, ଆପଣଙ୍କ ବାପା ଆପଣଙ୍କୁ ଖାଲି ଭଲ ପାଇବ, ଆପଣଙ୍କ ଝିଅ ପୁଅ ଭଲ ପାଇବେ, ଆପଣଙ୍କ ଶିଷ୍ୟ ଭଲ ପାଇବେ, ଆଉ ଅନ୍ୟମାନେ ଯୋଉ ଖାଲିଆ ଯିବେ କି? ଆଇଛନ୍ତି ଫେରିକି ଯିବେ କି? ଖାଲି ହାତରେ କାହିଁକି ଯିବେ? କାହିଁ? ଆପଣ କହନ୍ତୁ, ଆପଣଙ୍କ ଦୁଆରେ ଛୋଟ ବଡ ହେଇକିରି ପଶୁ ପକ୍ଷୀ ସବୁ ଠିଆ ହେବେ, ତା ଭିତରେ ଗୋଟେ ଗୁଣ୍ଡିଚି ମୂଷା ବି ଥବ, ବାଘ ବି ଥିବ, ଆପଣ ବାଘକୁ ଦେବେ, ହାତୀକି ଦେବେ, ଭାଲୁକୁ ଦେବେ, ଠେକୁଆକୁ ଦେବେ, ବିଲେଇକି ଦେବେ, କୁକୁରକୁ ଦେବେ, ଆଉ ଗୁଣ୍ଡିଚି ମୂଷାଟାକୁ ଛାଡିଦେବେ କେବେ? ନା। ସତ କହନ୍ତୁ, ଯଦି ଛାଡିଦେବେ ତାହେଲେ ମୁଁ ଜାଣିବି ଯେ ପ୍ରକୃତରେ ଛାଡି ହବନି। ଆପଣ ଦରକାର ପଡ଼ିଲେ ବାଣ୍ଟି କୁଟିକି ଦେଇପାରନ୍ତି, କିନ୍ତୁ ଛାଡିବେ ନାହିଁ। ତୁମ ଖାଦ୍ୟକୁ ତୁମେ ଲେଭାଡ଼ିକି ଦେଇପାରିବ। ତାହେଲେ ମତେ କୁହନ୍ତୁ, ନିର୍ବିକାରୀ ହେଲ। ତାହେଲେ ମତେ କୁହନ୍ତୁ ଯେ ଭୁଲଟା କୋଉଠି ଯେ ଏତେ ଗୋଟେ ଯୋଉଗୁଡିକ ଆପଣ ଆଶା କରୁଛନ୍ତି ପାଇବାକୁ, ଆଉ ଭଗବାନ ଦେବେନି, ଭଗବାନ ପରା କାହାକୁ ନିରାଶ କରିବେନି। ଆପଣ କଣ ମାଗୁଛନ୍ତି ଆগে ସେଟା ବୁଝନ୍ତୁ। ଆପଣ ଯାହା ମାଗୁଛନ୍ତି ସେଟା ଆପଣଙ୍କ କାମରେ ଲାଗିବ ନା ଫୋପାଡ଼ି ଦେବେ? ଆପଣ ମାଗିଦେଲେ ଖାଲି ହବନି, ଆପଣଙ୍କର ଦାନ୍ତ ଅଛି ତ ଲୁହାର ମଟର ଚଣା ଚୋବେଇବାକୁ? ଏଇଟା ଲୁହାର ମଟର ଚଣା ନା, ଏଇଟା ଲୁହାର ମଟର ଚଣା ନା ତେନ୍ତୁଳି ମଞ୍ଜି ଭାବିକିରି ଦାନ୍ତ ବସେଇଦେବେ ରଗଡି ହେଇକି ଅଛନ୍ତି? ଆଗେ ଲୁହାର ମଟର ଚଣା ବୋଲି ବୁଝି ସାରନ୍ତୁ। ଲୁହାର ମଟର ଚଣାକୁ ତେନ୍ତୁଳି ମଞ୍ଜି ଭାବିଛନ୍ତି ସମ୍ଭାଳି ପାରିବେ? ସୂର୍ଯ୍ୟକୁ ଦେଖି ପାରୁନାହାନ୍ତି, ଗୋଟେ ସେକେଣ୍ଡ ନମସ୍କାର କରୁନାହାନ୍ତି ସୂର୍ଯ୍ୟକୁ ଉତ୍ତାପକୁ ଚାହିଁକିରି, ଆପଣ କୋଟି ସୂର୍ଯ୍ୟ ଯାହାର ଲୋମକୁ ଉପରେ ତାକୁ ଦେଖିବେ ତପସ୍ୟା କରୁଛନ୍ତି। ଆପଣ ଏହାଠୁ ପାଗଳାମି କଣ ଅଛି? ବଡ ପାଗଳାମି ନା। ଆଉ ମୁଁ ଈଶ୍ୱରକୁ ଦେଖିବି? ଆଚ୍ଛା ହେଲା, ତୁ ଦେଖିବୁ ଯେ ତୁ ତୋର କଣ ଗୋଟେ ହଜିଗଲେ 3 ଦିନ ଖୋଜୁଛୁ, ଆକୁ ପଚାରେ ତାକୁ ପଚାରେ, ଖଳିପାଟ କରେ, ଗା ତୁ ଈଶ୍ୱରକୁ ଦେଖିଦବୁ? ତୋର ତୋ ଗୋଡ ତଳେ ପଡିଥିବା ଜିନିଷକୁ ତୁ ଆଖି ପାଉନି, ଈଶ୍ୱରକୁ ଦେଖିଦବୁ? ସହଜ କଥା। ସେ ପୁଣି ଏକଥା ମୁଁ କହୁନି, ଏଟା ଶ୍ରୀମଦ ଭଗବତ ଗୀତା କହୁଛି, ନଚ ଚ ଭାସୟତେ ଚନ୍ଦ୍ର, ନଚ ଚ ଭାସୟତେ ଚନ୍ଦ୍ର, ନଚ ଚ ଭାସୟତେ ସୂର୍ଯ୍ୟ। ଆଖିର ମାଲିକ ସୂର୍ଯ୍ୟ, ସୂର୍ଯ୍ୟ ଉଦୟ ହେଲା ପରେ ବି ଆପଣ ସୂର୍ଯ୍ୟଙ୍କ ମାଧ୍ୟମରେ, ଆଖି ମାଧ୍ୟମରେ ଭଗବାନଙ୍କୁ ଦର୍ଶନ କରିପାରିବେ ନାହିଁ। ଚନ୍ଦ୍ର ମନର ମାଲିକ, ମନ ଦ୍ଵାରା ମଧ୍ୟ ଆପଣ ଭଗବାନଙ୍କୁ ଜାଣିପାରିବେ ନାହିଁ। ତାହେଲେ ଆଖି ବନ୍ଦ କର, ମନ ମାର, ତାହେଲେ ସେ ତତେ ପ୍ରାପ୍ତ ହେବେ। ଆଉ ଏଥିରେ ଗର୍ବ କଣ? କଣ ଗର୍ବ? ବାପାଟା ପୁଅକୁ ଚନ୍ଦ୍ର, ଶିଷ୍ୟ ବସିବ ତଳେ, ଗୁରୁ ସିଂହାସନ ଗୋଟେ ତିଆରି ହେଇଥିବ, 2-4 କୋଟି ଟଙ୍କା ଖର୍ଚ୍ଚ ହେଇକି ସେ ସେଇଠି ବସିଥିବ, ବର୍ଷେ ପରେ ଆପଣ ପୁଣି ଶୁଣିବେ ସେ ଜେଲରେ। ସେ ଯୋଉ ସିଂହାସନରେ ବସିଥିବ ବୈକୁଣ୍ଠ ଭବନରେ, ସେ ବସିଥିବ କ୍ଷୀରାବ୍ଧି ବିଷ୍ଣୁ ହେଇକିରି, ଅନନ୍ତ ଶୟନ କରିଥିବ, ନାଗ ମାନେ ଅନନ୍ତ ନାଗର ଗୋଟେ ଶଯ୍ୟା କରିକିରି ବା ସିଂହାସନ କରି ବସିଥିବ। କିନ୍ତୁ ଆପଣ ବର୍ଷେ ପରେ ଦେଖିବେ ଟିଭିରେ ଖବର କାଗଜରେ ସିଏ ଜେଲରେ। ହଉଛି ତ। ତେଣୁ ଆପଣଙ୍କୁ କଣ କରିବାକୁ ହବ? ଗୁରୁର ସିଂହାସନ ହଉଛି ତା ତପସ୍ୟା।
ଗୁରୁର ସିଂହାସନ କଣ ନା ତା ଆଚରଣ। ଗୁରୁର ସିଂହାସନ କଣ? ସତ୍ୟକୁ ପ୍ରଚାର କରି ସତ୍ୟ ପାଇଁ ନିଜକୁ ବଳିଦାନ ହବା ହଉଛି ଗୁରୁର ସିଂହାସନ। ଇଆଡେ ସିଆଡେ କଣ ହବ? ଶିଷ୍ୟର ଧନ, ଶିଷ୍ୟର ଯୌବନ, ଶିଷ୍ୟର ମନ, ଆରେ ସେଇଆକୁ ଛାଡିଲେ ପରା ସାଧୁ ହନ୍ତି। ତୁ ସେଇଆକୁ ମାଡି ବଉଛୁ, ତତେ ସାଧୁ ବୋଲି ତୁ କଣ ଭାବୁଛୁ? ଦୁନିଆର ସମସ୍ତେ ବୋକା, ଆଉ ତୁ ଏକୁଟିଆ ସିଆଣିଆ ନୀଳବର୍ଣ୍ଣ ସୁଗାଳ ହେଇ ଦୁନିଆକୁ ନଠଣ ଦେଖେଇ ଖସିଯିବୁ। ତତେ ଆମେ ଏଇଥିପାଇଁ କିଛି କହୁନୁ, ଏଇଥିପାଇଁ ଯେ ଆମେ ଜାଣୁଛୁ ତୁ ଗୋଟେ ଅଜ୍ଞାନୀ, ତୁ ଗୋଟେ ପାଗଳ, ଜାଣିନୁ। ପାଗଳ ମାନେ ନିଆଁରେ ଗୋଡ ପୁରାନ୍ତି, ତୁ ପୁରଉଛୁ। ଆମେ ହସିବା ବ୍ୟତୀତ ଆଉ କିଛି ନାହିଁ। ତୁ କିନ୍ତୁ ମନେ ମନେ ଭାବିଛୁ ମୁଁ ଆଙ୍କୁ ବୋକା ବନେଇଛି। ନା, କେହି ବୋକା ନୁହନ୍ତି। ହେଲା, କେହି ବୋକା ନୁହନ୍ତି ଏ ସମାଜରେ। ଯିଏ ଈଶ୍ୱର କଣିକାରୁ ଜନ୍ମ ନେଇଛି ଆଉ ନିଜକୁ ବୁଝିଛି ଯେ ମୁଁ ସେଇ, ତାକୁ ତମେ ଭଣ୍ଡାଭଣ୍ଡି କରିପାରିବନି। ତମେ ଭଣ୍ଡାଭଣ୍ଡି କର, କାହାକୁ କରୁଛ? ତମେ କଣ କରୁଛ କର, ତମେ ଯାହା କରୁଛ କରୁନ, କିଛି ଯାଏ ଆସେନି। ତମେ ଯାହା କର, ତମକୁ ସବୁର ଚାବିକାଠି ଦିଆହେଇଛି। ତମକୁ ଯୋଉଟା ଭଲ ଲାଗୁଛି କର। ହଁ, ତମକୁ ଭଲ ଲାଗୁଛି ଯୋଉଟା କର, ଯାହା ତୁମେ କରୁଛ କର, ଚଲା। କେତେ ବାଟ ଯାଉଛ ଯାଅ। କେମିତି କଣ ଚାବିକାଠି ଖୋଲିକିରି କଣ କରିବ? ଆମେ କାହାକୁ ମାଳିକା ବାବା, ଆମେ କାହାକୁ ମାଳିକା କହିକିରି ଏଇଟା ହେଇଯିବ ସେଇଟା ହେଇଯିବ, ପ୍ରଳୟ ହେଇଯିବ, ନିଆଁ ଲାଗିଯିବ, ସେ ଡାଉକୁ ଡାକିବ, କୁମ୍ଭାଟୁଆ ଡାକିବ, ନହେଲେ କହିଲାଣି କେତେବେଳେ ସେ ଭୈରବୀ ଡାକିବ, ସେ ବିଲୁଆ ଡାକୁ, ଯିଏ ଡାକୁଛି। କେତେ ଟଙ୍କା ତ ଗଲାଣି, କେତେ କଥା ତ ହେଲାଣି, ଆଉ ପୁଣି କଣ ତ ହବ? ଯିଏ ପ୍ରତିଦିନ ମରୁଛି ତାକୁ ଆଉ ଦିନେ ମରିବ। ଯିଏ ଢିଙ୍କି ଭରାଣ୍ଡିରେ ମୁଣ୍ଡ ପୁରେଇଛି ତାର କଣ ପାହାଡକୁ ଭୟ ଅଛି? ନା। ଯିଏ ବୁଝିଛି ଯେ ମୁଁ ଢିଙ୍କି ଭରାଣ୍ଡିରେ ପଶି ସାରିଛି, ସେ ପାହାଡକୁ ଆଉ ଡରିବ କଣ ପାଇଁ? ଡରିବ ଜାଣିଲା ଯେ କଥା ସରିଗଲା। ଆଉ ତମେ ଡରଉଛ କାହାକୁ? ଏବଂ ଗୋଟିଏକୁ ସମ୍ମାନ ଦେବାକୁ ହବ। ତୁମେ ମାଳିକା କହୁଛ ବାବା ଭଲ, ତୁମେ କାଳିକା କହୁଛ ବାବା ଭଲ। ଆମେ ତ ସତ୍ୟଟା କଣ ବୁଝିଛୁ ନା? ସତ୍ୟ ସାରା ମନୁଷ୍ୟ। ତେଣୁ ଆମେ ଯେତେବେଳେ ସତ୍ୟକୁ ବୁଝି ସାରିଛୁ, ସେଥିପାଇଁ ଆମର ବିଚଳିତ ହବାର ନାହିଁ। ଅବିଚଳିତ ହଉଛି ସତ୍ୟର ପରମ ଧର୍ମ। ତେଣୁ ସତ୍ୟ ହଉଛି ଅବିଚଳିତ। ସତ୍ୟ ଅବିଚଳିତ, ବିଚଳିତ ଅବିଚଳିତ। ସେ ତା କାମ କରିବ, ନିଶ୍ଚୟ, ନିଃସନ୍ଦେହ ଭାବରେ। ବିଳମ୍ବ ହେଇପାରେ, କୋଶଳା ମଞ୍ଜି ନୁହଁ ଯେ ପଥର ହେଇପାରେ, କ୍ଷଣକେ ହେଇଯିବ। ତେଣୁ ନାଇଁ, ବିଳମ୍ବ ବି ହଉ, ଇଏ କୋଶଳା ମଞ୍ଜି ନୁହଁ ଯେ ଆପଣ ପଥର ମଡେଇ ଦେଲେ ସେ ପୋଚା ହେଇଯିବ ପଥର ତଳେ। ଇଏ ଖଜୁରୀ ମଞ୍ଜି, ପଥର ମଡେଇଲେ ବି ସେ ବଙ୍କା ଟଙ୍କା ହେଲେ ବି ଗଛ ଉଠିବ। ସାବଧାନ। ଏକଥା କହିଛନ୍ତି ଆମର ମହାପୁରୁଷ ଅରକ୍ଷିତ ଦାସ ଯେ ଦିନେ ଯୁଗଳ ନିଦ୍ରା ଭାଙ୍ଗିବରେ ନିତରି ଦାରୁଣ ଦଇବ ତୋ ମନ ଯଦି ମୋଠାରେ ଥିବ, ତୋ ମନ ମୋଠାରେ ଥିବ, ନିତ୍ୟ ବୃନ୍ଦାବନେ ନିକୁଞ୍ଜ କାନନେ, ନିତ୍ୟ ବୃନ୍ଦାବନେ ନିକୁଞ୍ଜ କାନନେ, ଦିନେ ଭେଟା ଭେଟି ହେବରେ ଦାରୁଣ ଦଇବ। କେଡେ ବଡ କଥା ସେ କହୁଛି। ତାହେଲେ ଦିନେ ତ ଭେଟା ଭେଟି ହବ ସେଇଠି। ଯଦି ସେଇଠି ଭେଟା ଭେଟି ହବ, ଏଇଠି ତୁ କେତେ ଲୁଚୁଛୁ ଲୁଚୁ। ତୁ ଲୁଚୁନୁ, ଭେଟା ଭେଟି ଭେଟା ଭେଟି ହବ ବାପା। ଏଇଟା ପରା ନିୟତି।
ନିୟତି ଖେଳୁଛି, ତୁ କୁଆଡେ ଖସିକି ଯିବୁ? ଖେଳ କଣ ଥାଉଛି କି? ନାଇଁ ନାଇଁ, ଖସିବାର ପ୍ରଶ୍ନ ନାହିଁ। ନିୟତି ନିୟତି ଦିନେ ବେଟା ବାସ। ତେଣୁ ସେ ଈଶ୍ୱରଙ୍କ ଇଚ୍ଛା ବାବା, ଆମେ କେହି କିଛି ନୁହଁ। ମିଛରେ ଯାହା ତାକୁ ସ୍ୱୀକାର କରିନିଅ, ତମର ମଙ୍ଗଳ ହବ। ଯା ସମାଜ ପାଇଁ କିଛି ବାର୍ତ୍ତା ନାହିଁ। ଏତେ ପ୍ରବଚନ, ଏତେ ଯଜ୍ଞ, ଏତେ ଶାସ୍ତ୍ର, ଏତେ ବହି। ରାମାୟଣ ବୁଝେଇ ପାରୁନି ଦୁନିଆକୁ, ମହାଭାରତ ବୁଝେଇ ପାରିଲାନି ଦୁନିଆକୁ, ଗୀତା ବୁଝେଇ ପାରୁନି, ଭାଗବତ ବୁଝେଇ ପାରୁନି। ତୁମେ ଆଇଛ ପ୍ରବଚନ ଟିକେ ବୁଝେଇଦବ ନାଇଁ? କେତେ ସାହସ ତୁମର! ଯୋଉଠି ବ୍ୟାସ ବୁଝେଇ ପାରିଲେନି, ରାମ ଆସିଲେ ଯେ ବୁଝେଇ ପାରିଲେନି, କୃଷ୍ଣ ଆସିଲେ ଯେ ବୁଝେଇ ପାରିଲେନି, ମହମ୍ମଦ ବୁଝେଇ ପାରିଲେନି, ଯୀଶୁ ବୁଝେଇ ପାରିଲେନି, ତୁମେ ଅଣ୍ଟା ଭିଡିଛ ଚଟି ମାଳିକା ବହିଟେ କିଏ ପଢିକିରି, ନଚେତ କିଏ ଭାଗବତ ଅଧ୍ୟାୟଟେ ପଢିକିରି କଣ ଦି ଚାରି ଗୋଟେ ଘୋଷିଛ। ତମେ ଗୋଟେ ଆସିଛ ଦୁନିଆକୁ ଚକମାନ ଦେଖେଇ, ଟେକା ଭିଡି ତିଳକ କରି ତମେ ଭାବୁଛ ଯେ ମୁଁ ବୈରାଗ୍ୟ ପାଇଛି। ନା, ତୁମର ସମାଜ ପ୍ରତି ବିରକ୍ତି ଆସିଛି। କାରଣ ତୁମେ ବିରକ୍ତିକୁ ଅତିକ୍ରମ କରିବା ଜାଣିନାହ। ତୁମେ ନିଜେ ଗୋଟିଏ ବିରକ୍ତି, ତୁମେ ମିଥ୍ୟା, ତୁମେ ସତ୍ୟ ନୁହେଁ ବୋଲି ତୁମେ ନିଜେ ତୁମ ହାତରେ ଚିତା କାଟିକି ପ୍ରମାଣ କରୁଛ ଦୁନିଆରେ। ଆମେ ବି ତିଳକ କରିଛୁ। କାହାକୁ? ଈଶ୍ୱରଙ୍କୁ। ଇଏ ମାଟିର ନୁହଁ, ଇଏ ଚୂନ ଖଡି ନୁହଁ, ଇଏ ତିଳକଟା ହଉଛି ସ୍ୱୟଂ ଈଶ୍ୱର। ଆମେ ତାଙ୍କୁ କପାଳରେ ଧାରଣ କରିଛୁ। ଈଶ୍ୱର କେମିତି? ନା, ଈଶ୍ୱର ହଉଛନ୍ତି ଏମିତି ଧଳା, କଳଙ୍କ ନାହିଁ। ଈଶ୍ୱର କିଏ? ନା, ମାଟି। ଆଜି ଯଦି ଆପଣ କହୁଛନ୍ତି ଯେ ଦାରୁ ବ୍ରହ୍ମ ପ୍ରଭୁ ଶ୍ରୀ ଜଗନ୍ନାଥ, ସେ ଦାରୁ ବ୍ରହ୍ମ ଲିମ୍ବ ଗଛଟାକୁ ଜନ୍ମ କରେଇଛି କାଦୁଅ ପଙ୍କ ମାଟି। ଏବଂ ମୁଁ ସେଇ ମାଟି ଉପରେ ଯୋଉଠୁ ଜନ୍ମ ହେଇଛି, ବାହାରିଛି। ଜନ୍ମ ହେଲା ଯେମିତି ମା ଘରକୁ ତଳେ ପଡିଲା, ଦାରୁଟା ଆଗ ତିଆରି ହେଇଗଲା, ଖାଦ୍ୟ ସରିଗଲା, ନାହିଁ କଟା ହେଇଗଲା, ଖାଦ୍ୟ ସିଆଡେ ହେଲା ଅମ୍ଳଜାନ, ଆଉ ସିଏ ହେଲା ଦାରୁ। ତେଣୁ ବୁଝିବାକୁ ହବ, ବୁଝିବାକୁ ହବ। ପ୍ରଥମେ ବୁଝୁନ, ଆଗ ବୁଝେଇବାକୁ ଲାଗି ପଡିଛ କଣ? ନିଜେ ବୁଝିବ। ତମେ ତ ବୁଝିଗଲେ ଖେଳ ସରିଗଲା। ତମେ ବୁଝିଗଲେ ଖେଳ ସରିଗଲା। ବୁଝିଯା ବାପା, ଆମକୁ ଏତିକି ଶାସ୍ତ୍ର କହିଛି, ବୁଝିଲା। ଯିଏ ବୁଝିଯିବ ସେ ତ ଚୁପ ହେଇ ବସିବ। ମହୁମାଛିଟା ଗୁଣଗୁଣ ଗୁଣଗୁଣ ହଉଥାଏ ଯେ ପର୍ଯ୍ୟନ୍ତ ମହୁଟା ଖୋଜୁଥାଏ। ଯେତେବେଳେ ମହୁଟା ତ ପାଏ ସାଇଲେଣ୍ଟ, ଆଉ ନୀରବରେ ବସିକି ମହୁ ଶୋଷୁଛି, ଗୁଣଗୁଣି ହବାକୁ ବେଳ କାହିଁ। ତେଣୁ ଆମେ ଯୋଉ କିଛି କଥା, ଏମିତି ଏଇଟା ଆପଣ ପଚାରିଲେ, କିଛି କଥା ଯୋଉ ହେଲେ, ଏଇଟା ଗୋଟେ କଥୋପକଥନ, ଆଲୋଚନା। ଆକୁ ନେଇକରି ଯୋଉ ଚମନ୍ତିତ ରୋମାଞ୍ଚିତ ଓ ଆମେ ପରସ୍ପରଙ୍କୁ ହେଇକିରି ଈଶ୍ୱରଙ୍କ କଥା ଆନନ୍ଦ ହଉଛେ, ଆକୁ କହନ୍ତି ସତ୍ସଙ୍ଗ। କାହାର ଜ୍ଞାନ ଅଧିକ ଅଛି ବୋଲି କିଏ ଦେଖେଇ ହଉଛି, କିଏ କହି ପକଉଛି ବାହାଦୁର। ନଟ୍ ଦ୍ୟାଟ୍। ଦୁଇ ଜଣ ଉଭୟଙ୍କୁ ବୁଝିପାରିଥିବା ସମଭାବକ, ସମଚିନ୍ତକ ଦୁଇ ଜଣ ପରସ୍ପରଙ୍କର ଅନୁଭବକୁ ବଣ୍ଟା ବଣ୍ଟି ହଉଛନ୍ତି। ଏଟା ଗୁରୁ ଶିଷ୍ୟର ଅଶ୍ଳୀ କଥା। ଦୁଇ ସଖା ବି ହେଇପାରନ୍ତି, ଖାଲି ଗୁରୁ ଶିଷ୍ୟ କାହିଁ? ଦୁଇ ସଖା କଣ ଅଛି? ଅର୍ଜୁନ ତ ପ୍ରଭୁ ଶ୍ରୀକୃଷ୍ଣଙ୍କର ସଖା ନା, ପ୍ରଥମେ, ତାପରେ ଗୁରୁ, ତାପରେ ଭଗବାନ ନା। ଆଉ ଆଗେ ତ ସଖା ନା। ତେଣୁ ଗୁରୁ ଶିଷ୍ୟ ଭାବ କେବଳ କାହିଁକି? ସଖା ସଖୀ ଭାବ ହଉ, ଅସୁବିଧା କଣ? କିଛି ନାହିଁ। ଆମର କାହିଁକି ଏତେ ମନ ଭିତରେ ଗୋଟେ ଅହଙ୍କାର ସୃଷ୍ଟି ହଉଛି ଯେ ମୁଁ ବଡ? ଆରେ ବଡ ଯଦି ତୁ ଅନ୍ୟମାନଙ୍କୁ କରିଦବୁ, ତୁ ତ ଆପେ ବଡ ହେଇଯିବୁ। କାରଣ ତୋ ପିଲା ଗୁଡାକ ବହୁତ ବଡ ହେଇଯିବେ ନା। ତୁ ଯଦି ଅନ୍ୟମାନଙ୍କୁ ବଡ କରିବୁ, ସେମାନେ ତୋର ପିଲା। ତାହେଲେ ତୋ ପିଲା ଗୁଡାକ ଯଦି ବଡ ହେଇଯିବେ, ତୁ ତ ଆପେ ବଡ। ଆରେ ଇଏ କିଏ? ନା, ଇଏ ହଉଛନ୍ତି ପ୍ରଭୁ ଶ୍ରୀକୃଷ୍ଣ। ଆଉ ସିଏ ନା ତାଙ୍କର ବାପା। ଇଏ କିଏ? ନା, ପ୍ରଭୁ ଶ୍ରୀରାମ, ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ। ସିଏ କିଏ? ନା, ତାଙ୍କ ବାପା ମହାବୀର ଦଶରଥ। ବୋପା, ଇଏ କିଏ? ନା, ରଘୁପତି କୂଳ ତିଳକ ହଉଛନ୍ତି ରଘୁପତି କୂଳ ତିଳକ। ସିଏ ରଘୁବୀର, ମାନେ ସିଏ ଜାତିର ଜବାନ, ସିଏ ଜାତିର ଧର୍ମ ପିତା, ସିଏ ଧର୍ମ ପିତା।
ଇଏ କି ନା ତାଙ୍କ ବାପା ଦଶରଥ। ଆରେ ତୁ ବାପା ହଉନୁ, ପୁଅ ହବାକୁ ଏତେ ମନ କାହିଁ? ତୁ ଆଗେ ଦଶରଥ ହଉନୁ, ପରେ କୃଷ୍ଣ ହବୁ। ଦଶରଥ ହେଲେ କୃଷ୍ଣ ପାଇବୁ ନା ଆଉ, ରାମ ପାଇବୁ ନା ଆଉ। ଦଶରଥ ହେଲେ ରାମ ପାଇବୁ ନା ଆଉ। ନନ୍ଦ ହେଲେ, ଦେବକୀ ହେଲେ, ଇଏ ଯଶୋଦା ହେଲେ ଯାଇକି କୃଷ୍ଣଙ୍କୁ ପାଇବୁ ନା ଆଉ। ତୁ ପ୍ରଥମେ ମୁଁ କୃଷ୍ଣଙ୍କୁ ପାଇଯିବି, ଏଠି ସହଜ କଥା ନା କଣ? କେତେ ଯୁଗ ବିତି ଯାଇଛି, ଲୋକ କେତେ ଯୁଗ 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 ବିତି ଯାଉଛି। ଦେବ ମାନେ ମହାଦେବ ଠୁ ଆରମ୍ଭ କରି ବ୍ରହ୍ମା, ସେ ମାନେ ବିଷ୍ଣୁଙ୍କୁ ମଧ୍ୟ ଲାଗିଲା ତାକୁ ତପସ୍ୟା କରିକି ପାଇବାକୁ କେତେ ଯୁଗ। ଶାସ୍ତ୍ର ପଢିଲ, ସବୁ ବୁଝିଲ, ଭାଗବତ କହିଲା କାଷ୍ଟ ପାଷାଣ ଲୌହ ବତା, ଏସବୁ ଅଜ୍ଞାନ ଦେବତା, ୟାଙ୍କ ଦେହରେ ଜ୍ଞାନ ନାହିଁ, ଶୁଣ ଉଦ୍ଧବ ମନ ଦେଇ। ବାପାକୁ ଖାଇବାକୁ ଦଉନୁ, ମନ୍ଦିରକୁ ଆଇଛୁ ନଡିଆ କଦଳୀ ଧରିକି। କାଷ୍ଟ ପାଷାଣ ଲୌହ ବତା, ଏସବୁ ଅଜ୍ଞାନ ଦେବତା, ଶୁଣ ୟାଙ୍କ ଦେହରେ ଜ୍ଞାନ ନାହିଁ, ଶୁଣ ଉଦ୍ଧବ ମନ ଦେଇ। ଭାଗବତରେ ଏ କଥା ଲେଖା ହେଇଛି। ଆରେ ଏପଟେ ଭାଗବତକୁ ଧରିକିରି ପୂଜୁଛୁ, ସେପଟେ ପଥରଟା ବି ପୂଜୁଛୁ ତ।